प्रचार करुचु कवि विश्वनाथ खंटियाकृत विचित्र रामायणर 22तम भाग। संगीत प्रफुल्ल चंद्र बेहेरा, प्रयोजना डॉक्टर शांतनु कुमार रथ। रामଙ୍କୁ ବଣରେ ଛାଡ଼ି ରଥ ବାହୁଡ଼ାଇ ଆଣିଥିବା ସୁମନ୍ତ୍ର ରାଜାଙ୍କୁ ସକଳ ବିବରଣୀ କହୁଛନ୍ତି। ଅଧୀର ଶୋକରେ ଦଶରଥ ପ୍ରାଣତ୍ୟାଗ କରିଛନ୍ତି। ଅଯୋଧ୍ୟା ବାହାରେ ଥିବା ଭରତ ଫେରି ଏ ଦାରୁଣ ଘଟଣା ଦେଖିଛନ୍ତି। ନିଜ ମାତାଙ୍କୁ ଭର୍ତ୍ସନା କରି ରାମଙ୍କୁ ଫେରାଇ ଆଣିବା ପାଇଁ ସୈନ୍ୟ ବଳ ଧରି ବଣକୁ ଯାତ୍ରା କରିଛନ୍ତି ଏବଂ ଶ୍ରୀରାମଙ୍କ ପାଦତଳେ ପଡ଼ି ପ୍ରଣତ ହୋଇଛନ୍ତି। ଦଶରଥନୁପତି କର ଯୋଡ଼ିଣ ମନ୍ତ୍ରୀ ବର ଜଣାନ୍ତି। ବନେ ଛାଡ଼ିଲି ରାମ ଲକ୍ଷ୍ମଣ ବେନି, ତାଙ୍କ ସଙ୍ଗେ ଗଲେ ଜନକ ନନ୍ଦିନୀ। ଶୁଣି ସେ ମହି ପତି ହେଲେ ବିକଳ, ଶ୍ରୀରାମ ଚିନ୍ତି ନେତୃ ବହାଇ ଜଳ। ଆଗୋ ମନ୍ଦପ ମରି କୈକେୟୀ ରାଣୀ, ଦୋଷ କଲେ ତୋତେ ମୋର ଘୁମଣି। ଦୋଷ କଲେ ତୋର ସୁମିତ୍ରା ସୁତ, ନିର୍ଦୋଷୀ ସୀତାକୁ ତୁ କଲୁ ଏ ମନ୍ତ। ଆହାରେ ରାମ ତୋତେ ତେଜିଲି ମୁହିଁ, ଚନ୍ଦ୍ରବଦନ ତୋର ଦେଖିଲି ନାହିଁ। রামন দেখি নিশ্চয় জীব জীবন, তুমতে হেলু কালকূট সমান। তুমর অকলঙ্ক কুল চন্দ্রমা, কেন্হে দুঃখ সহিবু জনক জেমা। ন গলা এহা শুনি হৃদয়, জানিলি পুলিশু মতনু নির্দয়। লক্ষে নৃপতি মধ্যে ভঞ্জিলু চাপ, গঞ্জিলু পরশুধর এড়ে কদর্প। জাগরক্ষী দণ্ডিলু অসুর কূল, মন্ডিলু রবি তଳେ এ রঘুকুল। পাদ লাগি পাষাণ হেলা যুবতী, বিধাতা দেলা তোতে এতে বিপত্তি। রাম বলিণ তেজিলে প্রাণ, তৈল ভাণ্ডে ভরি দেলে সে ক্ষণ। সিন্ধু ঘোষ প্রায়িক শুভিলা বাণী, অন্তপুরে প্রবেশী রোদিলে রানী।
राजा निधने अमनात्य सकल सबुरी नयनरु बहई जल विकल होइले से अयोध्या नारी बोलोई बिसी शोभा नदी से पुरी राजा निधने पात्र पुरोहित जन विचारती काहाकू करिबार जन श्रीराम गले राजा स्वर्ग पाइले भ्रत शत्रुघ्न अजा घरे रहिले वशिष्ठ ऋषि सुमंत्र आदि जेतेक लेखा देईण दूतकू कहि चरित भ्रतकू आम्भर नाम धरि कहिबू कुशल कहिण बेगे घेनी आसिबू अश्व चढ़ी करी दूते त्वरिते गले अल्प दिन रे जाई प्रवेश हेले सेहि दिन निशी भ्रते स्वपन दिशी अमंगल जानी मन सुखाई बसी हेमंत दूते देले लेखा त्वरिते बेगे आस कुशल सर्व पुरोहिते दूतंकर बाणी लेखा आकट जानी अजांक छामुरु बेगे नेले मेलाणी गज अश्व जान पाई अनेक धन तेबे स्वपन चिंती विकल मन सैन्य पछे रक्षिण गले आगरे बोले बिसी प्रवेश अयोध्या नगरे अयोध्यारे व्रत होई प्रवेश देखिले सबुरी मुख विरस अंतपुरे माता चरणे पड़ी पचारुछंती बेनिकर जोड़ी गोजननी आम्भ पियर कही ज्येष्ठ कनिष्ठଙ୍କୁ देखु तो नहीं अयोध्यापुर दिशे नारखार मंगल दिशु नाही आम्भपुर पथे देखिली असकुन मान किय बानास गला आम्भ पुण्य शुणी जननी कहन्ती वचन राम को राजा करन्ते राजन रूपतिंकी मु सत्य कराइली राम लक्ष्मण वन को पेसिली रे कुमार बेहुआ नृपति तुमोर भोग करई विभूति राम को न देखी तुम्ह पियरा देह छाड़िण गले स्वर्गपुरा मृत सब एबे अछन्ति रखी दहन न कले तो तेन देखी शुणीण मूर्छा गले व्रत वीर मातांकु कले बहुत अधिकार मंथरा केश शत्रुघ्न धरी बंधन कले अवध्य विचारी
କୈକେୟୀରେ ସେ ପଶିଲା ଶରଣ। ଶବଦହୀନ କଲେ ପ୍ରେତ କର୍ମ, ବୋଲେ ବିଶି ରାଜାଙ୍କର ଯେ ଧର୍ମ। ଭରତ ଶତ୍ରୁଘ୍ନ ସ୍ନାନ କରି, ସୁମନ୍ତ୍ର ମନ୍ତ୍ରୀ ଛାମୁକୁ ହକାରି, ଶ୍ରୀରାମ ଲକ୍ଷ୍ମଣଙ୍କୁ ଦିବାଣୀ, ସୈନ୍ୟ ସଜ କରିବ ଏହି କ୍ଷଣି। ତା ଶୁଣିଣ ମନ୍ତ୍ରୀ ଚତୁରଙ୍ଗ ବଳ ସାଜି ଆଣନ୍ତି। ଭରତ ଶତ୍ରୁଘ୍ନ ଚଢ଼ି ରଥ, ସୁଖରେ ଗଲେ ସେ ଦୁର୍ଗମ ପଥ। ବନଗିରି ପୁରୀ ଚାଲନ୍ତି ଥାଟ, ଶବର ନୃପତି ସଙ୍ଗରେ ଭେଟ। କହିଲେ ସେ ସର୍ବ ଚିତ୍ରକୂଟରେ ଅଛନ୍ତି ରାଘବ। ବୋଲନ୍ତି ହେ ମିତ୍ର ସାନୁଜ, ଦେଖ ଏ ବୃକ୍ଷ ମୂଳେ କୁଶ ସେଜ। ରାମ ସୀତା ଏଥି ପହୁଡ଼ି ଥିଲେ, ଏଠାରେ ଲକ୍ଷ୍ମଣ ଜଗି ରହିଲେ। ତାଙ୍କ ସଙ୍ଗେ ମୁହିଁ କଥା କହନ୍ତେ ନିଶିଗଲା ପାହି। ଦେଖି ଭରତ କଲେ ବହୁ ଶୋକ, ନିଜ ମାତାଙ୍କୁ ନିନ୍ଦିଲେ ଅନେକ। ସେହି ବଟ କ୍ଷୀରେ ବାନ୍ଧିଲେ ଜଟ, ବକଳ ମାନ କଲେ ପିନ୍ଧା ପଟ। ସେଠାରୁ ଚଳିଲେ ଭରଦ୍ୱାଜ ମୁନି ମଠେ ମିଳିଲେ। ମୁନିକି ଦେଖିଣ କୈକେୟୀ ସୁତ, ପଡ଼ିଲେ ଚରଣ ତଳେ ତ୍ୱରିତ। ମୁନି ତାଙ୍କୁ କିଛି ଭୋଜନ ଦେଲେ, ସକଳ ସୈନ୍ୟ ଦ୍ରୁପଦୀ ହୋଇଲେ। ସେ ନିଶି ରହିଲେ, ପ୍ରଭାତ ହେବାରୁ ଶଯ୍ୟା ଛାଡ଼ିଲେ। ରଜନୀ ଶେଷରେ ହେଲେ ବାହାର, ସୈନ୍ୟ ଚାଲନ୍ତେ ବନଗିରି ଚୂର। ଗୃହ ଶବରକୁ କରିଣ ଆଗେ, ପ୍ରବେଶିଲେ ଚିତ୍ରକୂଟ ସେ ଲାଗେ। ଶୁଣି ଗରୁ ଧ୍ୱନି, ଲକ୍ଷ୍ମଣ ଉଠିଲେ ତରୁ ମୂର୍ଧନି। ଦେଖିଲେ ଭରତ ଶତ୍ରୁଘ୍ନ ବେନି, ସଙ୍ଗତେ ଅନେକ ସୈନି ଘେନି। ତାଙ୍କୁ ଚାହିଁ ବହୁ ପ୍ରତିଜ୍ଞା କଲେ, ରଥକୁ ଆଜ ମାରିବି ବୋଇଲେ। ରାଜା ଏବେ ହୋଇ ଆସୁଛି ଆମ୍ଭଙ୍କୁ ମାରିବା ପାଇଁ। ବୃକ୍ଷରୁ ଓହ୍ଲାଇ ସୁମିତ୍ରା ସୁତ, ଜଣାଇଲେ ରାମ ପାଶେ ତ୍ୱରିତ। ଭରତ ଶତ୍ରୁଘ୍ନ ଆସନ୍ତି ଦେବ, ଶୁଣିନ ମନେ ହସନ୍ତି ରାଘବ। ଆସୁ ଆସୁ ଭାଇ, ଦେଖିବା ତାଙ୍କୁ ନୟନ ପୁରାଇ। ଭରତ ଶତ୍ରୁଘ୍ନ ସୈନ୍ୟ ରୁହାଇ, ଚିତ୍ରକୂଟ ଗିରି ନିକଟେ ଯାଇ। ଦେଖିଲେ ଅତି ମନୋରମ ଗିରି, ଯହି ବିଜୟ କରିଛନ୍ତି ହରି। ସେ ଗୁହ ସଙ୍ଗତି, ରଥୁ ଓହ୍ଲାଇ ହେଲେ ପାଦ ଗତି। ଶ୍ରୀରାମଙ୍କୁ ଦେଖି କୈକେୟୀ ସୁତ, ଖଣ୍ଡେ ଦୂରରୁ କଲେ ଦଣ୍ଡବତ। ରଥ ଚରଣେ ଲକ୍ଷ୍ମଣ ପଡ଼ିଲେ, ଶତ୍ରୁଘ୍ନ ହିଁ ଦୁରୁମାନ୍ୟ କଲେ। ଚାରି ଭାଇ ମେଳ, ବୋଲେ ବିଶି ନେତ୍ରୁ ବହଇ ଜଳ।
ଆପଣମାନେ ଶୁଣୁଥିଲେ କବି ବିଶ୍ୱନାଥ ଖୁଣ୍ଟିଆ କୃତ ବିଚିତ୍ର ରାମାୟଣର 22ତମ ଭାଗ। କଣ୍ଠଶିଳ୍ପୀମାନେ ଥିଲେ ଦୁଃଖୀଶ୍ୟାମ ତ୍ରିପାଠୀ, ରାମହରି ଦାସ, ସଙ୍ଗୀତା ଗୋସ୍ୱାଇଁ, କୃଷ୍ଣଚନ୍ଦ୍ର ରାୟ ଏବଂ ନିଶିପ୍ରଭା ପାଣି। ପ୍ରଯୋଜନା କରିଥିଲେ ଡକ୍ଟର ଶାନ୍ତନୁ କୁମାର ରଥ, ସଙ୍ଗୀତ ପରିଚାଳନା ପ୍ରଫୁଲ୍ଲ ଚନ୍ଦ୍ର ବେହେରା, ସହଯୋଗିତା ଅଭୟ କୁମାର ଦାସ।